ନାଗେଶ ଚକୋଲେଟ୍ ଖାଉଥାଏ। ସେହି ସମୟରେ ତିନି ମୁଣ୍ଡିଆ ଭୂତର ଛୁଆ ଆସି ନାଗେଶକୁ କହିଲା, ତୁ ଯଦି ମୋତେ ଏଇ ଚକୋଲେଟ୍ ନ ଦେବୁ ମୁଁ ତୋତେ ମାରିଦେବି। ଏହା ଶୁଣି ନାଗେଶ ଡରିଯାଇ ଚକୋଲେଟ୍ ଦେଇଦିଏ ଆଉ ତିନି ମୁଣ୍ଡିଆ ଭୂତ ଛୁଆ ସେଠାରୁ ଚାଲିଯାଏ। ତାପରେ ନାଗେଶ କାନ୍ଦିବାକୁ ଲାଗେ। ନାଗେଶର ଭଉଣୀ ତା ଭାଇକୁ କାନ୍ଦିବାର ଦେଖି ପଚାରିଲା, ତୁ କାନ୍ଦୁଛୁ କ'ଣ ପାଇଁ? ନାଗେଶ ସେଇ ଭୂତ ଛୁଆ ବିଷୟରେ ସବୁ କଥା କହିଦେଲା। ତାପରେ ଭାଇ ଭଉଣୀ ଯାଇ ଭୂତ ଛୁଆକୁ ତାଙ୍କ ଚକୋଲେଟ୍ ମାଗିବାକୁ ଲାଗିଲେ। ଭୂତ ଛୁଆ କହିଲା, ଯାହା କରିବାର ଅଛି କର, ମୁଁ ଚକୋଲେଟ୍ ଦେବିନି। ନାଗୁଣୀର ଝିଅ ଏହା ଶୁଣି ଯାଦୁ କରିବାକୁ ଲାଗେ ଓ ଭୂତ ଛୁଆକୁ ପେଚା ବନେଇ ଦିଏ। ଏହା ଦେଖି ଭାଇ ଭଉଣୀ ଦୁହେଁ ନାଚିବାକୁ ଲାଗିଲେ। ଭାଲୁ ଆଇସ୍କ୍ରିମ୍ ବିକିବା ପାଇଁ ଗାଁ ଆଡ଼କୁ ଯାଉଥାଏ। ସେହି ସମୟରେ ହଠାତ୍ ତିନି ମୁଣ୍ଡିଆ ଭୂତ ଆସିଯାଏ, ଯାହାଫଳରେ ଭାଲୁ ଡରିଯାଇ ତଳେ ପଡ଼ିଯାଏ ଓ କୌଣସି ପ୍ରକାରରେ କଷ୍ଟେମଷ୍ଟେ ଉଠି ପୁଣି ଠିଆ ହୋଇଯାଏ। ସେହି ସମୟରେ ଭୂତ ଆସି ଖଣ୍ଡାରେ ମାରିଦିଏ, ଯାହାଫଳରେ ଭାଲୁ ତଳେ ପଡ଼ି ମରିଯାଏ। ସେହି ସମୟରେ ନାଗୁଣୀ ଓ ତା ପୁଅ କାଳୁ ତାଙ୍କ ଘର ଆଡ଼କୁ ଆସୁଥିଲେ। ସେହି ସମୟରେ କାଳୁ ଆଇସ୍କ୍ରିମ୍ ଗାଡ଼ି ଦେଖିକି ଆଇସ୍କ୍ରିମ୍ କିଣିବା ପାଇଁ ତା ମାଆକୁ ଜିଦ୍ କରିବାକୁ ଲାଗିଲା। ନାଗୁଣୀ ବିରକ୍ତ ହୋଇ କାଳୁକୁ ଆଇସ୍କ୍ରିମ୍ କିଣିବା ପାଇଁ ପଠାଇ ଦିଏ। କାଳୁ ଜଲ୍ଦି ଜଲ୍ଦି ଆଇସ୍କ୍ରିମ୍ ବିକ୍ରି ହେବା ସ୍ଥାନକୁ ଗଲା ଆଉ ଗୋଟିଏ ଆଇସ୍କ୍ରିମ୍ କିଣି ଆଣି ଖାଇ ଖାଇ ଆସିବା ସମୟରେ ଭୂତ ଖୁସି ହେଇ ନାଚିବାକୁ ଲାଗେ। ଯେମିତି କାଳୁ ସେ ଆଇସ୍କ୍ରିମ୍ ଖାଇସାରିଛି, ଭୂତ ସେଠାରୁ ଉଡ଼ିକି ଚାଲିଗଲା ଆଉ କାଳୁ ଭୂତ ପରି ଛଟପଟ ହେବାକୁ ଲାଗେ। ନାଗୁଣୀ ତା ପୁଅକୁ ଏମିତି ଅବସ୍ଥାରେ ଦେଖି ବହୁତ କାନ୍ଦେ। ନାଗୁଣୀର ପୁଅ ଭୂତ ବନିବା ପରେ ନାଗୁଣୀ ତା ପୁଅକୁ ବଡ଼ ପିଞ୍ଜରାରେ ରଖିଦିଏ ଓ ସବୁଦିନ ଖାଇବାକୁ ଦିଏ। କିନ୍ତୁ କାଳୁ ଜମା କିଛି ଖାଏ ନାହିଁ, ଯାହାଫଳରେ ନାଗୁଣୀ ବହୁତ ଦୁଃଖରେ ରହୁଥାଏ। ତାପରେ ହଠାତ୍ ତିନି ମୁଣ୍ଡିଆ ଭୂତ ପୁଣି ଥରେ ଆସିଯାଏ ଓ ନାଗୁଣୀର ଘରେ ନିଆଁ ଲଗେଇ ଚାଲିଯାଏ ଓ ନାଗୁଣୀ କିଛି କରିପାରେ ନାହିଁ। ସେହି ସମୟରେ ଭାଲୁର ଆତ୍ମା ତା ଦେହରୁ ବାହାରକୁ ବାହାରିଯାଏ ଓ ଉଡ଼ି ଉଡ଼ି ଆସି ନାଗୁଣୀର ପୁଅ କାଳୁକୁ ଠିକ୍ କରିଦିଏ। ଏହା ଦେଖିକି ନାଗୁଣୀ ବହୁତ ଖୁସି ହୁଏ।